ମାର୍ଥାପଲ୍ଲୀ ଗସ୍ତରେ ପରିବହନ ମନ୍ତ୍ରୀ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡ଼ାଖଣ୍ଟି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାର୍ଥାପଲ୍ଲୀ ଗ୍ରାମରେ ଓଷାକୋଠି ଯାତ୍ରାର ଅନ୍ତିମ ଦିବସରେ ପ୍ରବଳ ଜନ ସମାଗମ ହୋଇଥିଲା। ଶେଷ ଦିନରେ ସ୍ଥାନୀୟ ଗାଁ ଦାଣ୍ଡରେ ଭାରତ ନୀଳା ଓ ପୟାରାଣୀଙ୍କ ନାଟକକୁ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅତିଥି ଭାବେ ଯୋଗଦେଇ ରାଧାକୃଷ୍ଣ ମନ୍ଦିର ଓ ମା ମଙ୍ଗଳାଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା ମାଗିଥିଲେ। ପରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏଥିରେ ଲୋଚାପଡ଼ା ସରପଞ୍ଚ ଏଲ ମୋହନ ଦାସ, ସମିତି ସଭ୍ୟ ତଥା ମଣ୍ଡଳ ସଭାପତି ଚଣ୍ଡୀଚରଣ ସାହୁ, ଏମ୍ ପରଶୁରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଓ ମାର୍ଥାପଲ୍ଲୀ ଗ୍ରାମରେ ଯାତ୍ରା ପରିଚାଳନା କମିଟିରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ରଖିବା ନିମନ୍ତେ ନିମଖଣ୍ଟି ଥାନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବ୍ରହ୍ମପୁରରୁ ପି କୃଷ୍ଣମୂର୍ତ୍ତି ଅଙ୍କୁ ରିପୋର୍ଟ ଲାଇଭ୍ ଓଡ଼ିଶା ନ୍ୟୁଜ୍ ଅପଡେଟ୍।